Pranam are the lotus feet of the Divine Mother. করুণাময় মা পরম প্রভু শ্রী অরবিন্দ উপস্থিত সমস্ত মাতৃ সন্তান শ্রদ্ধার অরশ্রী আজ যে প্রসঙ্গটি রখা হয়েছি ওপন ওনলি টুয়ার্ডস द डिवाइन অর্থাৎ কেবল আমি ভগবানଙ୍କ আড়କୁ উন্মুক্ত হই রহিবা। গোটিয়ে কথা ভাই ভଉଣୀ ମାନେ ଆମମାନେ ମାଙ୍କୁ ଭଲ ପାଇଲା ପରେ বা ପୂର୍ଣ୍ଣ ଜଗର ଧାରା ଭିତରକୁ ଆସିଲା ପରେ এই কথাটি ଆମେ ସମସ୍ତେ ଜାଣିଲେଣି ଏ ଯୋଗର ସିକ୍ରେଟ ହେଉଛି ମା। ତେଣୁ ପୂର୍ଣ୍ଣ ଯୋଗର ଯେହେତୁ ସିକ୍ରେଟ ହେଉଛନ୍ତି ମା, ତେଣୁ ମାଙ୍କ ପ୍ରତି ଯେପର୍ଯ୍ୟନ୍ତ ଆମେ ଖୋଲି ଧରି ନାହୁଁ ସେ ପର୍ଯ୍ୟନ୍ତ ଆମ ଜୀବନରେ ଆମେ ପୂର୍ଣ୍ଣତା ଲାଭ କରିପାରିବା ନାହିଁ। ଏ ପୂର୍ଣ୍ଣ ଯୋଗର ପଥ ଏତେ ଦୂର, ତାକୁ କେବଳ ସହଜ କରିପାରିବେ ଦିବ୍ୟ ଜନନୀ। ସାଧନା ମାର୍ଗରେ ଅନେକ ଘାତ ପ୍ରତିଘାତ ବାଧା ବିପତ୍ତି ଆସିବାର 100% ଯୋଉ କୁହାଯାଏ ପୂର୍ଣ୍ଣ ମାତ୍ରାରେ ସମ୍ଭାବନା ଅଛି। ବୀର ଶକ୍ତିର ଆକ୍ରମଣ ଦ୍ୱାର ସବୁବେଳେ ଖୋଲା ହେଇକି ରହୁଛି। ସାଧନା ଆରମ୍ଭ ହେଲା ମାନେ ବାଧା ବିପତ୍ତି କୋଉଠି ଥିବ, ଅସୁବିଧା କୋଉଠି ଥିବ, ଜଟିଳ ପରିସ୍ଥିତି କୋଉଠି ଥିବ, ସେ ଆପେ ଆପେ ଆସିକି ଆମ ପାଖରେ ହାଜର ହେଇଯିବ। ବିନା ନିମନ୍ତ୍ରଣରେ ଆମ ପାଖରେ ହାଜର ହେଇଯାଏ। ତେଣୁ ଏ ଯୋଗ ମାର୍ଗରେ ଯିବା ପାଇଁ ହେଲେ କେବଳ ସୁରକ୍ଷାର ବାଟ ହେଲା ମାଙ୍କ ସହାୟତା। ଏଇ ମାଙ୍କ ଉପସ୍ଥିତିକୁ ସବୁ ସମୟରେ ବଳବତୀ କରି ରଖିବା ଦରକାର। ଶ୍ରୀ ଅରବିନ୍ଦଙ୍କୁ ପଚରାଗଲା ଯେ ଆମେ ଏଇ ମା ଏବଂ ଶ୍ରୀ ଅରବିନ୍ଦଙ୍କର ଉପସ୍ଥିତିକୁ ଆମେ କେମିତି ଅନୁଭବ କରିପାରିବୁ। ଗୋଟିଏ ବାଣୀରେ କୁହାଗଲା, open yourself simply to the mother self with trust and confidence. That is the best way of not feeling far from her. ଶ୍ରୀ ଅରବିନ୍ଦ କହିଲେ open yourself simply to the mother self. ମାଙ୍କ ସହାୟତା ପ୍ରତି ନିଜକୁ ସରଳ ଭାବରେ ଖୋଲି ଧର। କୌଣସି ଦ୍ୱିଧାବୋଧ ନ ରଖି, ସନ୍ଦେହ ନ ରଖି, ଅବିଶ୍ୱାସ ନ ରଖି ସରଳ ଭାବରେ এই ମାଙ୍କ ସହାୟତା ପ୍ରତି ଆମକୁ ଖୋଲି ଧରିବାକୁ ପଡିବ। এই ମାଙ୍କ ସହାୟତା ପ୍ରତି ଯୋଉମାନେ ନିଜକୁ ଖୋଲି ଧରିଛନ୍ତି ସେମାନେ ମାଙ୍କ ଉପସ୍ଥିତିକୁ ନିଶ୍ଚିତ ଅନୁଭବ କରିପାରିବେ। ସେଇଥିପାଇଁ ଶ୍ରୀ ଅରବିନ୍ଦ କହିଲେ that is the best way of not feeling far from her. ଅର୍ଥାତ୍ ଏଇ ମାଙ୍କଠୁ ଆମେ ଯେ ଦୂରରେ ଅଛୁ ଏହା ଅନୁଭବ କରି ନ ପାରିବାର ଇଏ ହେଉଛି ବାଟ। ଅର୍ଥାତ୍ ମା ଆମ ନିକଟରେ ଥିବାର ଅନୁଭବ କରିବା, ମା ଆମ ପାଖେ ପାଖେ ଥିବାର ଅନୁଭବ କରିବା। ଏହାର ସହଜ ବାଟ ହେଲା ମାଙ୍କ ସହାୟତା ପ୍ରତି ସରଳ ଭାବରେ ପୂର୍ଣ୍ଣ ଆସ୍ଥା ଓ ନିର୍ଭରତାର ସହିତ, ସରଳ ଭାବରେ ପୂର୍ଣ୍ଣ ଆସ୍ଥା ଓ ନିର୍ଭରତା, ଟ୍ରଷ୍ଟ ଆଣ୍ଡ କନଫିଡେନ୍ସ, এই ପୂର୍ଣ୍ଣ ଆସ୍ଥା ଓ ନିର୍ଭରତାର ସହିତ ଯଦି ଆମେ ମାଙ୍କ ସହାୟତା ପ୍ରତି ଖୋଲି ଧରି ପାରୁଛେ ତାହେଲେ ଜୀବନରେ ଡିପ୍ରେସନ ଆସିବ ନାହିଁ। ଜୀବନରେ କେବେ ବିଷାଦକୁ ଆମେ ଅନୁଭବ କରିପାରିବା ନାହିଁ। ଭିତରେ ଆମର ପ୍ରସନ୍ନ ଭାବ ବଜାଇ ରହିବ ଏବଂ ଆମ ଭିତରେ ପ୍ରସନ୍ନ ଭାବ ବଜାଇ ରହିଲେ ଆମେ ସର୍ବଦା ଦିବ୍ୟ ଅଭିମୁଖେ ଯାତ୍ରା କରିବା ପାଇଁ ସୁଯୋଗ ଲାଭ କରିପାରିବୁ। ଏ ଦୃଷ୍ଟିରୁ ମାଙ୍କର ଉପସ୍ଥିତି ଆମ ପାଇଁ ସବୁଠୁ ବଡ ବଳ। ମାଙ୍କ ଉପସ୍ଥିତି ଯଦି ଆମେ ଅନୁଭବ କରିପାରୁନ ତାହେଲେ ଆମେ ନିଶ୍ଚିତ ଦୁର୍ବଳ। ତେବେ କୋଉ କଥା ଆମେ କରିବା ଦରକାର? ଶ୍ରୀ ଅରବିନ୍ଦଙ୍କର ଏଇ ବାକ୍ୟ ଉପରେ ଜଣେ ସାଧକ ପ୍ରଶ୍ନ କଲେ, ହ୍ୱାଟ ଡୁ ୟୁ ମିନ୍ ବାଇ ସାଧନା? ଆମେ ଯୋଉ ସାଧନା ମାର୍ଗର କଥା କହୁଛେ ସେ ସାଧନା ମାନେ କଣ? ଶ୍ରୀ ଅରବିନ୍ଦ ସେ କଥା କହିଥିଲେ, ସାଧନା ମିନ୍ସ ଟୁ ଫିଲ୍ ଦ ମଦର ନିୟର ଆଣ୍ଡ ୱିଦିନ୍। ସାଧନା ଅର୍ଥ ହେଉଛି এই ମାଙ୍କୁ ନିଜ ଭିତରେ ଏବଂ ନିଜ ନିକଟରେ ଅନୁଭବ କରିବାଟା ଫାର୍ଷ୍ଟ କଣ୍ଡିସନ। ସେକେଣ୍ଡ କଣ୍ଡିସନ, ଟୁ ରିସିଭ୍ ଏଭ୍ରିଥିଙ୍ଗ ଅଫ ଦ ମଦର ଇନ୍ ୟୁ ଟୁ ଆକ୍ଟ ଇନ୍ ୟୁ। ଟୁ ରିସିଭ୍ ଏଭ୍ରିଥିଙ୍ଗ ଅଫ ଦ ମଦର ଇନ୍ ୟୁ ଟୁ ଆକ୍ଟ ଇନ୍ ୟୁ। এই ମାଙ୍କ ପାଖରେ ଯାହା ଯାହା ସବୁ ଅଛି ତାକୁ ଗ୍ରହଣ କରିବା ଯେମିତିକି ସେ ଆମ ଭିତରେ ଅବାଧରେ କ୍ରିୟା କରିପାରିବ। ଅର୍ଥାତ୍ ମାଙ୍କର ଶକ୍ତି ସକଳ ଆମ ଭିତରେ ଅନୁପ୍ରବେଶ କରି କ୍ରିୟା କରିବା,
एटा ला द्वितीय शर्त। तृतीय शर्त, फील दैट द मदर इज डूइंग एवरीथिंग। फील दैट द मदर इज डूइंग एवरीथिंग। अनुभव कर सत्य जने मां मो भितर सब काम करूछंती। जदि मां मो भितर सब काम करूछंती, मां का शक्ति जदि मो भितर काम करूची, मां का शक्ति बिना मु टिके भी मूवमेंट करि परिबिनी, मां का बिना मु किछि नुह, मां का बिना मु किछि जानिनी, मां का बिना मु किछि करि परिबिनी, तले मां होचन मोर सर्वस्व, मां होचन मोर गति, मां होचन मोर शक्ति, मां होचन मोर लक्ष्य, मां होचन मोर मुक्ति, मां होचन मोर प्रेरणा। एई अनुभव रे आमे मां का प्रति खोली रहबा। ए खोली रहबाटार अर्थ कोन? ए खोली रहबा अर्थ to call in your force, let her work in you, this is opening. ये होचे श्री अरविंदर वाक्य। To call in your force, let her work in you, this is opening. अर्थात मां का शक्ति को आवाहन करे आड़िबा। Call in her force, मां कर शक्ति को हमें आवाहन करे आड़िबा। And let her work in you, ताकू आम भितरे क्रियाशील होवा पई बा कार्य करिया पे अनुमति दवा। प्रतिबंधक हवा नहीं, बाधा सृष्टि करिवा नहीं, मां का शक्ति कार्य कला बेले विमुखतार भाव प्रकाश करिवा नहीं, मां का आड़ को मुख फेरेबा नहीं, सादरे मां का प्रभाव प्रति खुशी मनरे आमे खोली रहबा। खोली रहबार अर्थ होला मां का प्रभाव को ग्रहण करे प्रस्तुत हेकि रहबा। तेणु ए उन्मिलन रे अर्थ बा खोली रहबार अर्थ होला मां को प्रभाव को ग्रहण करि परिवा पई प्रस्तुत हेकि रहबा। गोटिए कथा आमे जानिबा दरकार, आमे भितरे जहा ताही आम बाह्य परिस्थिति को तैयारी करे। इट इज द इनसाइड दैट गवर्न्स द आउटसाइड। भितरे आमे जहा ताही हमर बाहरटा को नियंत्रण करिवो। भितरे जदि आमे शुद्ध, बाहर हम पई शुद्धतार प्रभाव कार्यकारी हबो। भितरे जदि आमे अशुद्ध, तले बाहर आम पई अशुद्ध। सबुडा उडुआ उडुआ देखो तो मते ये लोक भल लागुनी, या कार्यकला भल लागुनी, से लोकटा मते एमती लागुची, से लोक पाखरे प्रॉब्लमटा नहीं, प्रॉब्लमटा अछि मो पाखरे। मु काहे कि ताड़ को दृष्टि दउची, मो भितरे जहा ताहाई मोर बाह्य परिस्थिति को सृष्टि करथाय। मो भितरे यदि दिव्य होई जिवि तले मोर बाहर परिस्थिति मते दिव्यमय होई जिवो। मु भितरे भल होई गेले मो पे बाहर परिस्थिति भल होई जिवो। मु आकु तो काहे कि अजतारे रिमार्क दउ जाउची ये खराब से भलो। ये होचे अज्ञानतार कार्य द्वारा। हम ए प्रकार भावधारा को हम भितरे केबे सुजोग दवा नहीं, कारण हम भितरे शुद्धिकरण आवश्यकता अछि। परिपूर्ण शुद्धता और स्थिरता होची प्रथम कथा। तापरेला शांतिर अवस्था को तैयारी करिवा। शुद्धता माने कोन? ए शुद्धता, परिपूर्ण शुद्धतार अर्थ होला केवल दिव्य प्रभाव को ग्रहण करिवा, आउ किछि को नुहे। सेटा हमें कोन करूछु? थरे केबे समीक्षा करिछु आमे कोन करूछु बोली? आमे मां को टिके टिके डाकी दउछु, काले एई मां पूर्ण करियो न करियो हे तारिणी पाखरे ओटे मानसिक रख देथिबा। मो पिलार एबे मैट्रिक रिजल्ट बाहरियो, तेन मां का पाखरे ओटे मानसिक रखिथिबा। मो पिला जदी 92 93 90% एबव मार्क रखिला बा ए प्लस जदी रखिला, ताले मु निहाती कुकुडा देबी, नाने बोदाटा देबी, नाने 108 नडिया देबी। आजिकल 108 ठाटे प्रमोशन हे गेलानी, एटा 1008 हे गेलानी। हाँ सते दे मानसिक रे भगवान पूरा खुशी हो जाती। आमे जो मानसिक विचारा भगवान तो नड़िया पाऊ नथिले ना, हम पाखे रही जाइतिला नड़ियाटा, तेणु आमे नड़िया देले से खाइबे। से कौन सतरे कुकुड़ा चाहूले? सतरे कौन बुदा चाहूले? मनीषर कि उद्भट चिंताधारा। देवी को नड़िया कदली मानसिक रखी देले बा कुकुड़ा बुदा मानसिक रखी देले, से कौन सतरे खुशी होकर आमको पाई किछि कर दियंती? भ्रांत चिंताधारा। आमे मां सिंधु को ग्रहण कला परे ये प्रकार अंधविश्वास कुसंस्कार केबे मुक्त हवा? मां सिंधु सेथिरे सीमित नुहंती, मां श्री अरविंद देवादेवी नुहंती। को दिन आमे एक कथा उपलब्धि रे आनिबा। तेणु जो देवादेवी मानक आमे ग्रहण करूछु, से माने अछंती हमर कामना वासना पूर्ण करिवा पई। सतरे कोन से माने हमर कामना वासना पूर्ण करंती? नेवर। डाक पियन जेमिति आम चिठी नहीं कि आम पिला पाखरे पहुंचो दउची, आम पिला पाखरे जो टंका आसुची से आनिके आम घर पाखरे देई कि पळौची, प्रति मासरे 20,000 30,000 टंका आनिके मनी ऑर्डर रे
से ଦେଇକି ଯାଉଛି ଡାକ ପିଅନ, ତା ମାନେ କଣ ସେ ଆମ ଘର ପିଲା? ଆମେ ତାକୁ ଆମ ଘରର ଭାଗ ଦବା? ଆମ ଘରେ ତାକୁ ପୋଷ୍ୟ ପୁତ୍ର ବା ପୁଅ ଭଳିଆ କରିକି ମାନିକି ରଖିପାରିବା? କେବେ ନୁହଁ। ପ୍ରତି ମାସରେ ଟଙ୍କା ଆଣିକି ଦଉଛନ୍ତି, ସେ ଆମ ପୁଅ ହେଇଯିବ, ଆମ ଘର ସଦସ୍ୟ ହେଇଯିବ ଡାକ ପିଅନ? କେବେ ନୁହଁ। ଡାକ ପିଅନ କଣ କାମ କରୁଛି? ଆମ ପିଲା ଏବଂ ଆମେ ୟା ମଝିରେ ସେ ଯୋଗାଯୋଗ ତିଆରି କରିଦଉଛି। ଠିକ ସେଇଭଳି ଦେବାଦେବ ମାନେ କଣ କରୁଛନ୍ତି? ଡିଭାଇନ ମଦର ଏବଂ ଆମେ ଇଏ ଦି ଜଣଙ୍କ ମଝିରେ ସେ ଯୋଗସୂତ୍ରକୁ ତିଆରି କରୁଛନ୍ତି। ଆମ ପ୍ରେୟାରକୁ ନେଇ ମାଙ୍କ ପାଖରେ ପହଞ୍ଚଉଛନ୍ତି, ମା ଯାହା ଦଉଛନ୍ତି ତାକୁ ଆଣିକି ଆମ ପାଖରେ ଦଉଛନ୍ତି। ଆମେ କଣ କହୁଛୁ? ଏ ଦେବାଦେବା ଦେଲେ, ପୁରା ନିଷ୍ଠାର ସହିତ ପ୍ରାର୍ଥନା କଲୁ, ତେଣୁ ମୋର ଅଭିଳାଷ ମୋର ମନସ୍କାମନା ପୁରା ପୂର୍ଣ୍ଣ ହେଇଗଲା। ସତରେ କଣ ଦେବାଦେବ ମାନେ ଦିଅନ୍ତି? କିଛି କରନ୍ତି? ମୋଟେ କିଛି କରନ୍ତିନି। ତାହେଲେ ଯୋଉ ପ୍ରାପ୍ତ ହୁଏ ଆମ ବିଶ୍ୱାସ ପାଇଁ, ଆମ ନିଷ୍ଠାପର ଭାବ ପାଇଁ, ଆମ ଆନ୍ତରିକତା ପାଇଁ, ଆମ ସମର୍ପଣ ପାଇଁ, ଆମ ଭିତର ଶୁଦ୍ଧତା ପାଇଁ, ଆମର ଐକାନ୍ତିକତା ପାଇଁ, ଏଇଥିପାଇଁ ଆମକୁ କିଛି ମିଳେ। ତେଣୁ ପ୍ରକୃତିରେ ଦେବାଦେବ ମାନେ ସେଟା ଦିଅନ୍ତିନି। ଆମର ଐକାନ୍ତିକ ଭାବ ପାଇଁ, ଆମର ଆନ୍ତରିକତା ପାଇଁ, ଆମର ନିଷ୍ଠାପର ଭାବ ପାଇଁ, ଆମର ବିଶ୍ୱାସ ପାଇଁ, ଆମର ନିର୍ଭରତା ପାଇଁ, ଆମର ଆସ୍ଥା ପାଇଁ, ଆମର ଆସ୍ପୃହା ପାଇଁ, ଆମର ବିକଳ ପ୍ରାର୍ଥନା ପାଇଁ ଆମକୁ ଏସବୁ ପ୍ରାପ୍ତ ହେଇଥାଏ। ତେଣୁ ଯଦି ପ୍ରାର୍ଥନାରେ ପ୍ରାପ୍ତ ହଉଛି, ମା ଲେଖିଛନ୍ତି ଅଲ୍ ସିନସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍, ଏ ସିନସିୟର ପ୍ରେୟର ନେଭର ଫେଲ୍ସ। ଅଲ୍ ସିନସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍, ସକଳ ଆନ୍ତରିକ ପ୍ରାର୍ଥନା ପୂର୍ଣ୍ଣ ହେଇଥାଏ। ଏ ସିନସିୟର ପ୍ରେୟର ନେଭର ଫେଲ୍ସ। ତାପରେ କହନ୍ତୁ, ଯଦି ଆନ୍ତରିକ ପୂର୍ଣ୍ଣ ପ୍ରାର୍ଥନା ଆମେ ରଖିଛୁ, ସେ କେବେ ବ୍ୟର୍ଥ ଯିବ ନାହିଁ। ଯଦି ଆନ୍ତରିକ ପୂର୍ଣ୍ଣ ପ୍ରାର୍ଥନା କେବେ ବ୍ୟର୍ଥ ଯାଉନାହିଁ, ତାପରେ ଆମେ କରୁଛୁ କଣ? ଏଇ ମାଙ୍କୁ ଆମେ ଆନ୍ତରିକରେ ଡାକି ପାରୁନୁ। ମା କଣ ଆସିଛନ୍ତି ଆମର କାମନା ବାସନାକୁ ପୂରଣ କରିବା ପାଇଁ? ଥରେ କେବେ ଆମେ ଚିନ୍ତା କରିଛୁ ଆମ ଭିତରେ କାହିଁକି ଓପନିଂଟା ହେଇପାରୁନି? ଆମେ ବିଭିନ୍ନ ପ୍ରକାର କାମନା ବାସନା ଭିତରେ ବାନ୍ଧି ହେଇକି ରହିଛୁ, ଆସକ୍ତି ଭିତରେ ବାନ୍ଧି ହେଇକି ରହିଛୁ। ସେ ଆନ୍ତରିକତା ଗଲା କୁଆଡେ? ଏଇ ଯୋଉ କାମନା ବାସନା, ଆସକ୍ତି, ମୋହ, ଅଜ୍ଞାନତା, କୁସଂସ୍କାର ଇଏ ଆମ ଭିତରେ ଏତେ ମାତ୍ରାରେ ବସା ବାନ୍ଧିକି ରହିଛନ୍ତି ଯେ ସିଏ ଆଉ ଛାଡିକି ଆମକୁ ଯିବାକୁ ଚାହୁଁନାହାନ୍ତି। ବହୁତ ବର୍ଷ ଧରି ରହିଗଲେଣି ତ, ତାଙ୍କର ପ୍ରପର୍ଟି ହେଇଗଲାଣି। ତେଣୁ ତାଙ୍କର ପ୍ରପର୍ଟି ଯେତେ ହେଇଗଲାଣି, ଡିମାଣ୍ଡ କରୁଛନ୍ତି ଆମ ଜାଗା ଆମେ ହଠାତ୍ ଛାଡିବୁନି। ଭୁବନେଶ୍ୱର ଦେଖିଥିବେ ସାଲିଆ ବସ୍ତିରେ ସରକାର ନୋଟିସ କଲା, ବସ୍ତି ଭାଙ୍ଗ, ଛାଡ। ଛାଡିଲେ ନାହିଁ। ସ୍ତ୍ରୀ ଲୋକମାନେ କାଠ ଭଳିଆ ପନିକି ସବୁ ଧରିକି ଆସିଥିଲେ, ଟିଭିରେ ଦେଖିଥିବେ। କାହିଁକି? ଦୀର୍ଘ ବର୍ଷ ଧରି ରହିଲେଣି, 40 ବର୍ଷ 50 ବର୍ଷ ଧରି ରହିଲେଣି, ତାପରେ ବି ଛାଡୁ ନଥିଲେ। କଣ ହେଲା? ଶେଷରେ ସବୁ ଘରକୁ ଭାଙ୍ଗି ଦିଆଗଲା, ନୋଟିସ ଦିଆଗଲା, ଭାଙ୍ଗି ଦିଆଗଲା, ତାକୁ ପୁଣି ଅଲଗା ଜାଗାକୁ ଥଇଥାନ କରାଗଲା। ତେଣୁ ଯାହା ଭଗବାନଙ୍କ ଇଚ୍ଛା ସେଇଟା କାର୍ଯ୍ୟକାରୀ ହବ। ତେଣୁ ଆମ ପାଇଁ ଯାହା ଦରକାର ମା ଆମକୁ ସେଇଟା ଦେବେ, ତାପରେ ଆମେ କାମନା କରୁଛୁ। ଏଇ କାମନା ଉପରେ ବିଜୟ ହାସଲ କରିବା ପାଇଁ ମା ଆମର କାମନାକୁ ପୂରଣ କରନ୍ତି ନାହିଁ, ମା ଆମର ଆବଶ୍ୟକତାକୁ ପୂରଣ କରନ୍ତି। ଯୋଉ ମାଙ୍କୁ ଆମେ ଧରିଛୁ, ଦିବ୍ୟଜନଙ୍କୁ ଧରିଛୁ, ବା ଯୋଉ ଭଗବାନଙ୍କୁ ଆମେ ଧରିଛୁ, ସିଏ ଆମର ଆବଶ୍ୟକତାକୁ ପୂରଣ କରନ୍ତି, ଆମ କାମନା ପୂରଣ କରନ୍ତି ନାହିଁ। କୁହନ୍ତୁ ଭାଇ ଭଉଣୀ ମାନେ, ଆମେ କାମନା ପୂରଣ ହେଲେ ବିଶ୍ୱାସ କରୁଛୁ, କାମନା ଯଦି ପୂରଣ ନହେଲା ଆମେ ବିଶ୍ୱାସ କରୁନୁ। ତେଣୁ ଏଇ ପ୍ରକାର ବିଶ୍ୱାସଟା ଯଥାର୍ଥ କି? ମା କହିଲେ, ଯେଉଁ ବିଶ୍ୱାସ ପ୍ରମାଣ ଉପରେ ଆଧାରିତ ତାହା ଯଥାର୍ଥ ବିଶ୍ୱାସ ନୁହେଁ। ତାହେଲେ ଆମେ ଯଦି ପ୍ରମାଣକୁ ପାଉଛୁ, ହଁ ମୁଁ ବା ମାଙ୍କୁ ଡାକିଲି, ମୋର ଏଇଟା ହେଇଗଲା, ମୁଁ 7 ପାଳି ଶୁକ୍ରବାର କରିଦେଲି, ମୋର ବା ଏମିତି ହେଇଗଲା, ମୁଁ ଶନି ଠାକୁରଙ୍କୁ ଶନିଶ୍ଚର ମେଳା ମୁଁ 1 ବର୍ଷ କରିଦେଲି, ତାପରେ ମୋର ଶନି ଗ୍ରହ ପୁରା କଟିଗଲା। ବାଜେ କଥା ଏସବୁ। ଆମର ନିଷ୍ଠାପର ଭାବରେ କିଛି ପରିବର୍ତ୍ତନ ହୁଏ। ଆମ ନିଷ୍ଠାପର ଭାବ ପାଇଁ ଭଗବାନ ଖୁସି ହେଇକି କିଛି କୃପା କରନ୍ତି। ତେଣୁ ନିଷ୍ଠାଟା ଯାହା ପ୍ରତି ଆମେ ରଖିଛୁ, ତାଙ୍କୁ ଇଷ୍ଟ ବୋଲି ମାନୁଛୁ, ଭଗବାନ ବୋଲି ମାନୁଛୁ, ଭକ୍ତି ରଖିଛୁ, ଶ୍ରଦ୍ଧା ରଖିଛୁ। ତେଣୁ ସେ ନିଷ୍ଠାପର ଭାବ ଦ୍ୱାରା ଆମ ପାଇଁ କୃପା କାମ କରୁଛି। ତେଣୁ ନିଷ୍ଠାପର ଭାବ ଆମ ଭିତରେ କୃପାକୁ କାର୍ଯ୍ୟକାରୀ କରାଏ। ଏ କଥାଟାକୁ ନ ବୁଝି, ନା ସେ ଦେବତା କରିଦେଲେ, ସେ ଦେବୀ ମୋ ପାଇଁ କରିଦେଲେ, ତେଣୁ ଦେବାଦେବୀ। ଆଚ୍ଛା, ଗୋଟେ ବେତାଳ, ଅନେକ ଅଛନ୍ତି ତନ୍ତ୍ର ସାଧକ ଅଛନ୍ତି ବେତାଳକୁ ପୂଜା କରନ୍ତି, ମୁଁ ନିଜେ ଦେଖିଛି ସେ କଥା। ଗୋଟେ ବେଞ୍ଚ ବାଲା ସେ ଆସିଲା ଆମ ଗାଁର ଚୋରକୁ ଧରିବା ପାଇଁ, କାରଣ ମୁଁ ସେତେବେଳେ ହାଇସ୍କୁଲରେ ପାଠ ପଢୁଥିଲି, ମୁଁ ଗୋଟେ ଅନୁଭୂତି କଥା କହୁଛି। ଆଚ୍ଛା, ଆମେ ଟିକେ ଚୁଙ୍ଗୁଚୁଙ୍ଗିଆ ପିଲା ସବୁ, ଆମେ କଣ ସେ ଗୁଣିଆ କରୁଛି ଦେଖିଆ, ଆମେ ଟିକେ ପିଲାମାନେ ସବୁ ଆଗରେ ରହିଗଲୁ।
मते से गुणिया कहूँ तमें बेंच मुंडे पार मैंने हाँ पारे कहीं कबाड़ी खेलुचु फुटबॉल खेलुचु यहाँ पारे नहीं ଆଉ ଆସ ବେଞ୍ଚ ମୁଣ୍ଡା ଆମେ ଚାରିଟା ପିଲା ବେଞ୍ଚର ଚାରିଟା ଗୋଡକୁ ମୁଣ୍ଡେଇଲୁ କାନ୍ଧରେ ପୁରା ଦେଇଛୁ ସିଏ ସେ ବେଞ୍ଚ ଉପରେ ଗୋଟେ ବେତାଳ ଚିତ୍ର କରିଦେଲା ମଦ ଢାଳିଦେଲା ଭାଇ ଏଇଟା କଣ କଲ ସେ ମଦ ଢାଳି ଦେଇଛି କାରଣ ତା ବେତାଳକୁ ସେ ମଦ ଦେଇକି ଖୁସି କରୁଛି ମୁଁ ଦେଖିଲି ସେଇଠି ଆଚ୍ଛା ଆଚ୍ଛା ତାପରେ ମୁଁ ଦେଖିଲି ସତରେ ସେ ବେଞ୍ଚ ଏତେ ମାତ୍ରାରେ ଟାଣିକି ନଉଛି ଆମକୁ କୋଉ ନଟି ଭିତରେ କୋଉ ବାଡ ସନ୍ଧି ଭିତରେ ଆଉ କୋଉ ପୋଖରୀ ଭିତରେ ନେଇ ପକେଇଲା ସେଠୁ ବାହାରିଲା ହଣ୍ଡା ଗୁଡାକ ଯୋଉ ପୋଖରୀ ଭିତରୁ ନେଲା ସେଠୁ ହଣ୍ଡା ବାହାରିଲା ହଣ୍ଡା ଚୋରି ହେଇଥିଲା ଜଣଙ୍କର ହଣ୍ଡା ବାହାରିଲା ପୋଖରୀ ଭିତରୁ ଆଉ ଜଣଙ୍କ ଘରର କବାଟ ଯାଇକି ଢାଏ ଢାଏ ବାଡେଇଲା ଘର ସେ ଲୋକକୁ ଡକା ହେଲା ତାପରେ ତାକୁ ଗାଁ ଲୋକ ବସେଇ ପଚାରିଲେ କହିଲା ହଁ ମୁଁ ଏମିତି ଚୋରି କରିଥିଲି ମଙ୍ଗିଲା ଯାହା ହଉ ଏଇ ଯୋଉ ବେତାଳ ମାଧ୍ୟମରେ ସେ ଚୋରକୁ ଧରେଇ ଦେଲା ଆଉ କଣ ବେତାଳ ଭଗବାନ ହେଇଗଲେ ସେମିତି ବେତାଳକୁ ପୂଜା କରିକି ଆମେ ଲଟେରୀ ବଜେଇଦବା 2 କୋଟି 3 କୋଟି ଟଙ୍କା ବାଜିଗଲା ତାର କଣ ବେତାଳ ଭଗବାନ ହେଇଯିବେ ଏ ଚମତ୍କାରିତା ଯୋଉମାନେ ଦେଖାନ୍ତି ମନେ ରଖନ୍ତୁ ସେମାନେ ଭଗବାନ ନୁହନ୍ତି ବା ଆଧ୍ୟାତ୍ମିକତାର କାର୍ଯ୍ୟଧାରା ଭିତରେ ଅନ୍ତର୍ଭୁକ୍ତ ନୁହେଁ ତାପରେ ଆମେ ତ ବିଶ୍ୱାସ କରୁଛୁ ଆମେ ମାଙ୍କୁ କଣ ପାଇଁ ଧରିଛୁ ରୂପାନ୍ତର ହବା ପାଇଁ ତେଣୁ ଯୋଉ ସ୍ତରରେ ଆମର ବାଧାବିଘ୍ନ ଅଛି ଅସୁବିଧା ଅଛି ଦୁଃଖ ଅଛି ଯନ୍ତ୍ରଣା ଅଛି ଚେତନାର ସେଇ ସ୍ତରକୁ ଆମେ ଅତିକ୍ରମ କରିବୁ ଉର୍ଦ୍ଧାରୋହଣ ଗତି ଛନ୍ଦରେ ଆମେ ଅଗ୍ରଗତି କରିବୁ ଆଉ ଏଇଥିପାଇଁ ଦରକାର କଣ ନା ମାଙ୍କ ସହାୟତା କେତେବେଳେ ମିଳିବ ଯେତେବେଳେ ଆମ ଭିତରଟା ଶୁଦ୍ଧିକରଣ ହବ ମା ତ କୃପା କରୁଛନ୍ତି କିନ୍ତୁ କୃପାକୁ ଆମେ ରିସିଭ କରିବା ପାଇଁ ପ୍ରସ୍ତୁତ ହେଇପାରୁନୁ ଭିତରଟା ଆମର ଅଶୁଦ୍ଧ ଅଛି ତେଣୁ ଆମେ ଯଦି ଆମ ପ୍ରକୃତିକୁ ଶୁଦ୍ଧିକରଣ କରିବାକୁ ଚାହୁଁ ତାର ପ୍ରଥମ ଜିନିଷ କଣ ଦରକାର ମାଙ୍କର ଶକ୍ତି ଜ୍ୟୋତି ଆନନ୍ଦ ଶାନ୍ତିକୁ ଆହ୍ୱାନ କରିବା ଦରକାର ଏଇ ମାଙ୍କର ଶକ୍ତି ଜ୍ୟୋତି ଆନନ୍ଦ ଶାନ୍ତିକୁ ମାଗୁଛୁ ନା ମୋ ପୁଅର ଇଞ୍ଜିନିୟରିଂ ପାଠ ପଢିଛି ଚାକିରିଟା ଦିଅ କି MBBS ପାଠ ପଢିଛି ଗୋଟେ ଡକ୍ଟର କରେଇ ଦିଅ ମୋ ପିଲା PhD କରିକି ବସିଛି ଗୋଟେ ଲେକ୍ଚରସିପ ହବ ଲେକ୍ଚରସିପ କରିବ ଗୋଟେ ଚାକିରିଟେ ଦିଅ କି ମୋ ପିଲାକୁ ଗୋଟେ IAS ପରୀକ୍ଷା ଦେଇଛି ତାକୁ କଲେକ୍ଟରଟେ କରେଇ ଦିଅ ତେଣୁ ଆମ ମାନଙ୍କର ବିଭିନ୍ନ ପ୍ରକାର ଡିଜାୟରକୁ ଆମେ ଭଗବାନ ପାଖରେ ମାଗି ଦଉଛୁ ଏଇନା ଯଦି ମା ଆମ ପାଖରେ ଆବିର୍ଭାବ ହେଇକି ପହଞ୍ଚିବେ ତମେ ଏତେ ମୋର ପାର୍ସଲ ସବୁ କଲଣି ତେଣୁ ତମ ଉପରେ ମୁଁ ବହୁତ ଖୁସି ହେଇଛି କଣ କାହାର ଦରକାର ଅଛି କୁହ ମୁଁ ଦେବି କଣ ମାଗିବା ଆମେ ଟିକେ ନିଜକୁ ପଚାରିବା ଯଦି ମା ଏଇନା ଆମ ପାଖରେ ଆବିର୍ଭୂତ ହେଇଯିବେ ଏବଂ ମା ମହାଲକ୍ଷ୍ମୀ ଆମ ପାଖରେ ପ୍ରକାଶିତ ହେଇଛନ୍ତି କହିଲେ ତମ ମାନେ ମତେ ଏତେ ସବୁ ପାର୍ସଲ କଲ ଫୁଲ ଧୂପ ଏତେ ଦେଲ ମା ଏତେ ଡାକିଲ ମୁଁ ତମ ଉପରେ ଭାରି ଖୁସି ହେଇଛି କଣ ଚାହୁଁଛ କୁହ କଣ ମାଗିବା ମୋ ପୁଅର ଚାକିରି ବଡ ଚାକିରି ମୋ ଝିଅ ପାଇଁ ଭଲ ବଢିଆ କ୍ୟାଣ୍ଡିଡେଟ ସିଏ ଗୋଟେ ବଡ ଚାକିରିଟେ କରିଦିଅ ପ୍ରଚୁର ଟଙ୍କାର ମାଲିକ ହେଇଥିବ ସିଏ ଘର ଆମର ପୁରା ଧନ ସମ୍ପତ୍ତିରେ ଭରପୁର ହବ ଆଉ ନାମ ଯଶ ଖ୍ୟାତି ଏସବୁ ଯେମିତି ରହିବ ବାସ୍ ସେତିକିଟା ହେଲେ ସଇଲା ଆଉ କଣ ଅଛି ଭଗବାନଙ୍କୁ ଆମେ କେବଳ ଏତିକି ମାଗିବା ନା ରୂପାନ୍ତର ମାଗିପାରିବା ନା ଦିବ୍ୟଜନ ମାଗିପାରିବା ନା ରୂପାନ୍ତର ମାଗିପାରିବା ନା ଦିବ୍ୟଜନ ମାଗିପାରିବା ନା ଅମରତ୍ୱ ମାଗିପାରିବା କେବଳ ମାଗିବା ଚାକିରି ଦିଅ ପୁଳାଏ ଟଙ୍କା ଦିଅ ଝିଅ ପାଇଁ ଭଲ ବର ଠିକ କରିଦିଅ ମୋ ପୁଅ ପାଇଁ ବଡ ଚାକିରି କରିଦିଅ ସମ୍ପତ୍ତି ଗୋଟେ ଦେଇଦିଅ ଯେମିତି ମୁଁ ମୋ ପର ପିଢି ତାପର ପିଢି ପର୍ଯ୍ୟନ୍ତ ଯେମିତି ତାହାର କିଛି ଅସୁବିଧା ରହିବନି ଏଇଟା କାହାର ପ୍ରଭାବରେ ହୁଏ କାମନା ବାସନା ଆସକ୍ତିର ପ୍ରଭାବରେ ଏଇ କଥା ମଗାଯାଏ କାମନାକୁ ଜୟ କଲେ ଯେ ତାପରେ ଆନନ୍ଦ ବା ବିଜୟ ଆସିଲେ ଆନନ୍ଦ ମିଳେ ଏ କଥାକୁ ଆମେ ଜାଣିଛୁ ମା ସେଇ କଥା ଆମକୁ କରାନ୍ତି ଯୋଉ ମାଙ୍କୁ ଆମେ ଧରିଛୁ ସେ ଆମ ଭିତରେ କଣ କରାନ୍ତି ଆମକୁ ଏଇ ପ୍ରକାର ଏକ ପ୍ରସ୍ତୁତି ପଥରେ ନିଅନ୍ତି ଟୁ କନକ୍ୟୁର ଏ ଡିଜାୟାର brings more joy than to satisfy it ମୁଁ ବାଣୀଟା ଆଉ ଥରେ କହୁଛି ମା କଣ କହିଲେ to conquer a desire brings more joy than to satisfy it ଗୋଟିଏ କାମନାକୁ ଚରିତାର୍ଥ କରିବା ଅପେକ୍ଷା ତା ଉପରେ ବିଜୟ ହାସଲ କରିବାରେ ଅଧିକ ଆନନ୍ଦ ମିଳେ ଏଇ ସୂତ୍ରଟି ଆମକୁ ସେ ବତେଇବା ପାଇଁ ମା ଶିଖାନ୍ତି ଅର୍ଥାତ୍ ଆମେ କୋଉ ସୂତ୍ରରେ ଗଲେ ଆମେ କାମନା ଉପରେ ବିଜୟ ଲାଭ କରିବା ଏବଂ କାମନା ଉପରେ ବିଜୟ ଲାଭ କଲେ ଆମେ ଅଧିକ ଆନନ୍ଦ ପାଇବା କାମନାକୁ ପୂର୍ତ୍ତି କରିଥିଲେ ବା ପୂରଣ କରିଥିଲେ ଯେତିକି ଆନନ୍ଦ ପାଇନଥାନ୍ତେ କାମନା ଉପରେ ବିଜୟ ହାସଲ କରିବା ଦ୍ୱାରା ଅଧିକ ଆନନ୍ଦ ମିଳେ ଯୋଉମାନେ ସବୁ ଇକୋନୋମିକ୍ସ ପଢିଥିବେ ସେଥିରେ ଗୋଟେ ହ୍ୟୁମାନ ୱାର୍ଡସ ଗୋଟେ ଚାପ୍ଟର ଅଛି ସେଥିରେ ଗୋଟେ କଥା ଆଡାମ ସ୍ମିଥ ଲେଖିଛନ୍ତି ହ୍ୟୁମାନ ୱାର୍ଡସ ଆର୍ ଅନଲିମିଟେଡ ଇଫ୍ one want is satisfied another comes in its place ତେଣୁ ଗୋଟିଏ କାମନା ଯଦି ପୂରଣ ହେଇଯାଉଛି ତାହେଲେ ଆଉ ଗୋଟେ ତା ସ୍ଥାନରେ ଆସି ପହଞ୍ଚି ଯାଉଛି ସୋ ହ୍ୟୁମାନ ୱାଣ୍ଟସ୍ ଆର୍ ଇନସାଟିଏବଲ ଏ ପର୍ଟିକୁଲାର ୱାଣ୍ଟ ଇନସାଟିଏବଲ
निर्दिष्ट इच्छाटा पूरण हो कि ह्यूमन वार्ड्स आर इनसाटेबल केते इच्छा तार बाहर कौटा पूरण करेंगे असीम इच्छा पूरा असीम बुझे तेणु मनुष्यर कामना हूँ असीम आमे माँ को धरचु कौन कामना पूरा परिपुष्ट हो बोली ना कामना पर विजय लाभ कर कौन हबु बोली माँ को धरचु हैं गोटे कामना शक्त मनुष्य तैयारी हो बोली कामना वासना आसक्ति भितर बांधी एक मनुष्य से भाया तैयारी हो ना एक दिव्य मनुष्य तैयारी हो जहाँ भीतर कामना वासना किसी ना तार ओनली सिकिंग ऑफ द डिवाइन यही भावटा था केवल माँ को ही से चाहे भगवान से इच्छा करता है ये केवल माँ को इच्छा करवा भगवान को इच्छा करवा एवं तांको प्रभाव को ग्रहण करिया या ना होची ओपनिंग केवल भगवान से कहला ओपन ओनली टुवर्ड्स द डिवाइन केवल भगवान कार्ड को खोली धर कहीं तांको आड़ को जे खोली धरी आ अलगा शक्ति प्रति खोली धरी नाही अलगा शक्ति ता भीतर सहज प्रवेश करि पारिबो नाही आमे कोन करछु खेचड़ी कर दउछु आम घरे विभिन्न ठाकुर ठाकुराणी थिबे जेते आम घरे विभिन्न ठाकुर ठाकुराणी थिबे तो काई को ठाकुर ठाकुराणी रागिबे किए काई अभिशाप काई देबे किए काई झाड़ा बांती करेबे तमर जा दरकार तम आम पूर्व पुरुष अमलर सब पूजा करी करे आस्तेला आ एटा हठात छाड़ देला को घरे विभ्राट देरी जो ए भय रे आमे अनेक देवादेव के एपर्यंत पूजा करछु अनेक देवादेव को आम घरे एपर्यंत आमे पूजा करछु ड्यू टू फियर हला भय कारणरू आमे समझ पूजा काले एमान को फोपाड़ देले आम घरे किसी अनिष्ट कर देबे घर द्वार पोड़ी पुड़ा देबे कि झाड़ा बांती करेबे कि आउ किछि कोन हबो कि कल मरि मरा जीवो एई भय रे सेमान को रखिजु इन एडिशन मास न फटि रखिजु तास रे पुनी आउडे जोड़ दिजु नुवा फटा मा ओ श्री अरविंद एटा साधनार अंतर्भुक्त नुई तेणु आमे एपर्यंत देवादेव को पूजा करूछु पूजा जे कहूछि आमे मना करि परिबुनु करंतु कारण पूजा द्वारा प्राथमिक अवस्था रे गोटे जिनस बेस तैयारी हुए कौन जानते श्रद्धा तैयारी हुए भगवान प्रति गोटे विश्वास तैयारी हुए भगवान अच्छा गोटे धारणा भितर आसे एवं गोटे शुद्ध भाव नहीं कि आम मंदिर को जाऊँ परिष्कार परिच्छन्न नहीं जाऊँ आज शिवरात्रि जागर यात्रा अच्छी कि बढ़िया कि आम जाऊँ आज सावित्री ओषा कौन अगाधुआ पलैथ मंदिर को नुआ शाढ़ा न पिंधिक पलैथ मंदिर को हाँ बा से नना पूजा कला पिंधा हम बुझे तथापि गोटे परिष्कार शाढ़े पिंधि जाऊँ ना कोतरा मोतरा शाढ़ी पिंधिक जाऊँ तेणु मंदिर को जाऊँ शुद्ध भाव नहीं जाऊँ परिष्कार परिच्छन्न भाव नहीं जाऊँ तेणु मंदिर भगवान अच्छा जाऊँ से जो प्रकार भाव भक्ति तो कथा अलग कथा कि आग तो गोटे शुद्धतार भाव तैयारी होती गोटे भगवान अच्छा गोटे विश्वास हो मंदिर को जाऊँ किसी कहबू तो भावना नहीं जाऊँ भगवान सहित गोटे संपर्क जोड़ी बोली तो भावना नहीं जाऊँ आ विश्वास गोटे अच्छी बोली तो भगवान को आम जाऊँ तेणु ये सब गुड़ाक पूजा द्वारा प्रथम तैयारी हुए कि आमर पूजा कौन हुए से सीमित हो जाए आउ ताको अतिक्रम कर पारना जहाँफल पूजा द्वारा कहीं बेनिफिटेड हुए तेणु बदलिया प्रश्न उठे मालिक कहले जो माने बदलिया को अमंग से माने पूजा करती आ जब तुम पचारे तुम कहीं पूजा कर हजार कारण देखेबे तमें कहीं पूजा कर पचरा जीव से हजार कारण देखेबे पूजा द्वारा कौन सी बदलवाटा हो पारे ना तेन माँ सीता कहले जो माने बदलिया पे अमंग से माने पूजा करती पूजा सहित श्री अरविंद जोगर कौन संपर्क ना आम ना कहीदे माँ सा पार्श्वर कथा सावित्री हम आम सावित्री व्रत छाड़देबू गुरुवारिया माणबसा उषा छाड़देबू आज दुर्गा अष्टमी अच्छी आम दुर्गा पूजा न करी छाड़देबू आज काली पूजा अच्छी काली पूजा न करी छाड़देबू पुणी कार केमती मंगला पाक जाऊ मंगलवारिया कर किए कहते आज मोर एकादशी किए कहते मोर आज सोमवार मोर उपवास अरुआ खाए एमती केते केते कथा मिसेक रखीचु ये जो मिसेक रखीचु घाटिया तरकारी करचु आम भीतर टाकू तेणु ये शुद्धता कौट आस तेणु आम भीतर सहित गोलमालटा यही माने ही गोलमाल कर दियंती ये जो नाना प्रकार शक्ति को आम भीतर प्रशय देचु से आम भीतर गोलमाल कर जड़े व्यक्ति माँ पाक गले माँ आम घरे बड़ परिवार झगड़ा हो कौन कले झगड़ा बंद हो कहते तुम ठाकुर अच्छी ना हाँ अच्छी कौन कौन रखीच ना दुर्गा अच्छा चंडी अच्छा काली अच्छा चामुंडा अच्छा
ଦେବାଦେବୀଙ୍କର ଅଭାବ ନାହିଁ, ଯାହାର ଯୋଉଟା ଚଏସ୍ ହେଲା ସେ ରଖିଛନ୍ତି, ଫୁଲ ଧୂପ ବି ଦଉଛନ୍ତି। ହେଲେ ଦେଖ, ତମେ ଯୋଉ ଦୁର୍ଗା, ଚଣ୍ଡୀ, ଚାମୁଣ୍ଡା, କାଳୀ ଏଇମାନଙ୍କ ନାଁରେ ଗୋଟେ ଅସୁରୁଣୀକୁ ତମେ ପୂଜା କରୁଛ। ସେ ଆସୁରିକ ଶକ୍ତିର ପ୍ରଭାବରେ ତମ ଘର ଲୋକ ପ୍ରଭାବିତ ହେଇଛନ୍ତି, ସେଇମାନେ ହିଁ ଘରେ କଳି ତିଆରି କରୁଛନ୍ତି। ତମେ ଗୋଟେ କାମ କର, ଯୋଉ ଫଟୋକୁ ତମେ ପୂଜା କରୁଛ ତାକୁ ଚନ୍ଦନ ଟିପା, ସିନ୍ଦୁର ଟିପା ମାରି ମାରିକା, ଚନ୍ଦନ ଛିଞ୍ଚି ଛିଞ୍ଚିକା, ପାଣି ଛିଞ୍ଚି ଛିଞ୍ଚିକା, ସେ ଫଟୋଟା ପ୍ରକୃତରେ କାହାର ଆଜିକାଲି ଚିହ୍ନି ହଉନି। ତମେ କିଛି କାହାରିକି ନ କହି ସିଧା ସେଗୁଡାକୁ ବସ୍ତାରେ ବାନ୍ଧି ତାକୁ ନଦୀରେ ବିସର୍ଜନ କରିଦିଅ। କାହାରି କିଛି କହିବା ଦରକାର ନାହିଁ। ସେ ସେଇଆ କଲେ। ରାତିକରୁ ଉଠି ସବୁ ଫଟୋକୁ ନେଇ ବସ୍ତା ଭିତରେ ବାନ୍ଧି ନଦୀରେ ପକେଇଦେଲେ। ସକାଳୁ ଉଠିଲା ବେଳକୁ ଇଏ ଗାଧେଇ କହିଛି ମୋ ଠାକୁର ନାହିଁ, ସିଏ କହିଛି ମୋ ଠାକୁର ନାହିଁ, ସିଏ କହିଛି ମୋ ଠାକୁର ନାହିଁ, ଏମିତି ଚାଲିଲା। ଇଏ ତାଙ୍କର ଜାଣିଛନ୍ତି କଣ ହେଇଛି, ତେଣୁ ନୀରବ ରହୁଛନ୍ତି। ଗଲା ଦିନେ, ଗଲା 2 ଦିନ, ଗଲା 3 ଦିନ, ଗଲା। ଯୋଉ ଶକ୍ତିର ପ୍ରଭାବରେ ସେମାନେ ଡେଲି ଡେଲି ଚାର୍ଜ ହଉଥିଲେ, ବର୍ତ୍ତମାନ ଚାର୍ଜ କମିଗଲା। ଯେମିତି ଆମ ମୋବାଇଲଟା କେତେ ଦିନ ଚାର୍ଜ ରହିବ? ଥରେ ଚାର୍ଜ କଲେ ଦିନେ, 2 ଦିନ, ମାକ୍ସିମମ୍ 3 ଦିନ। 3 ଦିନ ପରେ ଆଉ ମୂଳ ଯଦି ଥରେ ଚାର୍ଜ କରିଦେ କାରବାର ନ କଲେ ଏ 3 ଦିନ ପରେ ଆଉ ବ୍ୟାଟେରୀ ନଥିବ। ସେଇଭଳି ଏମାନଙ୍କର ଯୋଉ ପାୱାରଟା ଅଛି, ପୂଜା କରୁଛନ୍ତି ଟିକେ ଚାର୍ଜ, ପୂଜା କରୁଛନ୍ତି ଟିକେ ଚାର୍ଜ, ପୂଜା କରୁଛନ୍ତି ଟିକେ ଚାର୍ଜ ଦଉଛନ୍ତି, ପୂଜା ବନ୍ଦ, ଫଟୋ ନାହିଁ। ତେଣୁ ତାଙ୍କ ଭିତରେ କଣ ମୋଳିଗଲା, ଚାର୍ଜନେସ୍ କମିଗଲା। ଧୀରେ ଧୀରେ ଆସୁରିକ ପ୍ରଭାବ ଯୋଉ କମିଗଲା, ଧୀରେ ଧୀରେ ତାଙ୍କ ଘରର କଳି କମିଗଲା। 15 ଦିନ ପରେ ଯାଇକି ସେ ମା କହିଲେ, ମା ମୁଁ ସେ କାମ କରିଦେଇଛି, ଆମ ଘରେ ଆଉ ଝଗଡା ହଉନି। ବଢିଆ କରିଛ। ତେଣୁ ଏଇଥିରୁ କଣ ବୁଝିବା, ଆମେ ଘରେ ଯୋଉ ଦେବାଦେବୀଙ୍କୁ ପୂଜା କରୁଛୁ ସେମାନଙ୍କ ପ୍ରତି ଆମେ ଉନ୍ମୁକ୍ତ ହେଇକି ରହୁଛୁ, ତାଙ୍କ ପ୍ରଭାବକୁ ଆମେ ଗ୍ରହଣ କରୁଛୁ। ପୁଣି ଏଣେ ମାଙ୍କୁ ଧରୁଛୁ, ମାଙ୍କ ପ୍ରଭାବ, ଦେବାଦେବୀଙ୍କ ପ୍ରଭାବ। ଏଇଭଳି ଯୋଉ ବିଭିନ୍ନ ପ୍ରକାର ପ୍ରଭାବକୁ କ୍ରିୟାଶୀଳ କରି ଦଉଛୁ, ଖେଚିଡିଆ ହେଇଯାଉଛି ଆମ ଭିତରଟା। କୋଉଟା ପ୍ରକୃତରେ ଶୁଦ୍ଧତା? ଆମ ଭିତରେ ଶୁଦ୍ଧିକରଣ ହେଲେ ସିନା ଆମେ ମାଙ୍କ ପ୍ରଭାବକୁ ଉପଲବ୍ଧି କରିପାରିବା, ସାଇକ୍ୟକୁ ଆବିଷ୍କାର କରିପାରିବା। ଆଉ ଭିତରେ ତ ଏମିତି ଗୋଳିଆ ଘାଣ୍ଟିଆ ହେଇଯାଇଛି, ତା ଭିତରେ ମା ଭିତରେ କୋଉ ହୃଦୟ ଭିତରେ ଲୁଚି ଯାଉଛନ୍ତି, ଆଉ ଜାଣି ହଉନି। ତେଣୁ ଶୁଦ୍ଧିକରଣ ଦରକାର। ଶୁଦ୍ଧିକରଣ ଅର୍ଥ କେବଳ ଭଗବାନଙ୍କ ପ୍ରଭାବକୁ ଗ୍ରହଣ କରିବା, ଅଲଗା ଶକ୍ତିକୁ ନୁହେଁ। ମୁଁ ମଟର ଲଗେଇବି, ପାଣି ଉଠେଇବି, ରାତିରେ ଉଠେଇଦେଲି, ପୁରା ଟାଙ୍କି ଫୁଲ ହେଲା, ଓଭରଫ୍ଲୋ ହେଲା, ବନ୍ଦ କଲି। ଗାର୍ଡେନରେ ଗୋଟେ ଟ୍ୟାପ ଖୋଲା ଅଛି, ମୋର ଆଉ ମନେ ନାହିଁ। କୁହନ୍ତୁ, ଆଉ ସକାଳୁ ପାଣି ଥିବ ନା? ତାପରେ ତ ସକାଳୁ ସକାଳୁ ଉଠି ବାଥରୁମ ଦୌଡିଛି, ଟ୍ୟାପରେ ପାଣି ବାହାରିଲେ ତ ଆଉ ବାହାରୁନି। କୁଆଡେ ଗଲା ପାଣି? ଏ ଗାର୍ଡେନର ଟାଙ୍କିଟା ହେଡେ ଖୋଲା ହେଇଯାଇଛି। ଟାଙ୍କିର ପାଣିକୁ ସେ ଗାର୍ଡେନ ପାଖରେ ଯୋଉ ଟ୍ୟାପ ଅଛି ସେ ଖୋଲା ହେଇଯାଇଛି, ଟାଙ୍କି ପାଣିକୁ ସେ ବାହାର କରିଦେଲା। ତାହେଲେ ଅନୁମାନ କରନ୍ତୁ, ଆମେ ଗୋଟେ ଆଡେ ମାଙ୍କ ପ୍ରଭାବକୁ ପ୍ରତି ଖୋଲିଲୁ, ଇନ୍ଦ୍ରିୟ ଶକ୍ତି ଆଡକୁ ଖୋଲା ରହିଲା। ଚାରିଆଡେ ଯଦି ଖୋଲା ଅଛି ଦ୍ୱାର, କାହା ପ୍ରଭାବ କାମ କରୁଛି ଆମେ କେମିତି ଜାଣିବା? ଆମ ଭିତରେ ସବୁ ପ୍ରକାର ପ୍ରଭାବ ପ୍ରବେଶ କରୁଛନ୍ତି ଏବଂ ଆମ ଭିତରେ ପୁରା ଗୋଳିଆ ଘାଣ୍ଟିଆ ପୁରା ହଉଛନ୍ତି, ଯାହା ଫଳରେ ରୂପାନ୍ତର ଠୁ ଆମେ ବହୁତ ଦୂରକୁ ପଳଉଛୁ। ତେଣୁ ଏଇଟାକୁ ଆମେ ବନ୍ଦ କରିବା ଦରକାର। ଏଇଟା ହଉଛି ଅଜ୍ଞାନତାର କାର୍ଯ୍ୟଧାରା। ଯଦି ଟ୍ରୁଲି ଆମେ ରୂପାନ୍ତର ଚାହୁଁଛୁ, କେବଳ ମାତୃଶକ୍ତିଙ୍କ ପ୍ରତି ଆମେ ଉନ୍ମୁକ୍ତ ରହିବା। ମାତୃଶକ୍ତି ଆମ ଭିତରେ ଅବାଧରେ ପ୍ରବେଶ କରିବେ, ଆମର ସମଗ୍ର ସତ୍ତାକୁ ସେ ଅଧିକାର କରିବେ, ତାପରେ ସମଗ୍ର ସତ୍ତାରେ ତାଙ୍କର ଶକ୍ତିକୁ ସେ ଅନୁପ୍ରବେଶ କରି କ୍ରିୟା କରିବେ। ତାପରେ ଧୀରେ ଧୀରେ ସବୁ ସତ୍ତା ମାଙ୍କ ଆଡକୁ ଚାହିଁବା ଆରମ୍ଭ କରିବେ, ଅଭିଷେକ କରିବେ ମାଙ୍କୁ। ଯେତେବେଳେ ଏଇ କଥାଟି ହବ, ତାପରେ ରୂପାନ୍ତର କ୍ରିୟା ଆରମ୍ଭ ହବ। ରୂପାନ୍ତର କ୍ରିୟା ସହିତ ପୂଜାର କୌଣସି ସମ୍ପର୍କ ନାହିଁ ହେଲା। ରୂପାନ୍ତର କ୍ରିୟା ସହିତ ପୂଜାର ଯେହେତୁ କୌଣସି ସମ୍ପର୍କ ନାହିଁ, ତାପରେ ଆମେ କଣ ଚାହୁଁଛୁ? ଆମେ ରୂପାନ୍ତର ଚାହୁଁଛୁ ନା ଏମିତି ପୂଜା କରୁଥିବୁ? ଅନେକ ଯେମିତି ବୁଝୁଛନ୍ତି, ଏତେ କଣ ପୁଣି ପରମ୍ପରାଗତ କାମ ରହିଛି। ଜଣେ କହିଲେ, ନା ଭାଇ ଆପଣ ସିନା ପୁରୁଷ ଲୋକ ବୋଲି କହିଦଉଛନ୍ତି, ଆମେ ପୁରା ସ୍ତ୍ରୀ ଲୋକ, ଆମକୁ ଏଇଟା ସଂସ୍କାର ଅଛି କି ନେଇ, ୟା ଭିତରେ କିଛି ଶିଷ୍ଟାଚାର ନାହିଁ, ଏଇଟା ବିଧର୍ମୀଟା, ଏମିତି କେତେ କେତେ କଥା ଘରେ କହିଦେବେ। ଶାଶୁ କହିଦବ, ନଣନ୍ଦ କହିଦବ, ସେ ଯା ମାନେ କହିଦେବେ, ବଡ ଯା ଶାଶୁ ବଡ ଶାଶୁ ଥିବେ ସିଏ କହିଦେବେ, ଗୁରୁ ଗୁରୁଜନ ଥିବେ ସିଏ କହିଦେବେ, ଆକଟ କରିଦଉଛନ୍ତି ଭାଇ। ମାନେ ଆପଣଙ୍କର ଆଗେ ସେ ସାହସ ରହିବା ଦରକାର। ଯେହେତୁ ଗୋଟେ ନୂଆ କରି ସମାଜକୁ ପରିବର୍ତ୍ତନ କରିବା ପାଇଁ ଆମେ ଆଗଉଛୁ, ସମାଜକୁ ନୂଆ ଧାରାରେ ଆଧ୍ୟାତ୍ମିକ ଧାରାରେ ଗଢିବାକୁ ଚାହୁଁଛୁ, ନାରୀ ମାନଙ୍କର କ୍ଷେତ୍ର ପାଉଛି ଆଧ୍ୟାତ୍ମିକତା। ଆଉ ଆଧ୍ୟାତ୍ମିକତା କଣ ନିୟମ ଭିତରେ ଅଛି? ଆମେ ନିୟମ ଭିତରେ ବାନ୍ଧି ଯାଇଛୁ। ତେଣୁ କୋଉ ନାରୀ ଏଇ ନିୟମ ଭିତରେ ବାନ୍ଧି ହେଇକି ଆଧ୍ୟାତ୍ମିକ ପ୍ରକାଶ କରିବ?
नियम भितर बांधी हबार अर्थ है नैतिकता भितर से बांधी तो नैतिकता केवे कार्यधारा रूपांतर को साहाय्य करेबनी यथार्थ आध्यात्मिकता जीवन को रूपांतर करिवो तो आध्यात्मिकता नियम बंधा नुहे आपण भीतर प्रेरणा अनुसार आपण काम करिवे भगवान कौन चाहते कौन इच्छा कर करी भगवान को जहाँ चाहते मुझे करे बोली मुझे करी भगवान जहाँ चाहते मुझे बोली मुझे हेबी यही भावटा आपण तो दृढ़ ना अनेक लोकंर कथा को आप शुणिकी विचलित हो तेणु जो मैंने दृढ़ साहसी दृढ़ खाली साहसी न दृढ़ ता भीतर जोड़ दिगला जहाँ भीतर साहसटा पूरा दृढ़ होगी रही से केवे टलमल हेबेनि लोके कहता ना शुणिबार ना लोकों कथा कर्णपात करवा ना अच्छा हाथी चलीगला कुकुर भुकती हाथी कौन अटकी जाए से लोक मैंने आमको बहुत कथा कहे विद्रूप करेंगे समालोचना करेंगे परिहास करेंगे थट्टा करेंगे गाली गलौज करेंगे अभिशाप देवे कारण यहाँ आम रूपांतर जोग पर इनाम मिल कारण रूपांतर जोग पद्धति को आदरी नहीं तो यहाँ लोक मान इनामटा मिल तेना इनाम को ग्रहण करने दरकार तेणु प्रतिवाद कर प्रश्न ये उठुना जो प्रतिवाद कर दुर्बल प्रतिवाद कर प्रश्न उठुना है सी तर कहे काम कह लोकों का काम ये कहना लोकों का काम हो से कहे किए कौन गोटे भल करदे कि कौन कले खराब करदे भल कहले भी कहे खराब कले कहे लोके कहे आम लोकों कथा शुणिकी विचलित हो जाऊँ तो दृढ़ता के तेणु आध्यात्मिक धारार जीवन को गढ़िया कहले केवल मां का प्रभाव को ग्रहण करने दरकार भगवत प्रभाव केवल ग्रहण करने दरकार लोके कहता जिते कहते कर्णपात करार ना जेपर्यंत लोकों कथा शुणुवा आमे साधना पथरे अग्रसर हो पारिबा नाही साहस आमर केते अछि देखिबा तो लोकों कथा कहउथवे आमे ताकू कर्णपात न करी मां का धारा को कार्यकारी करे धीरे धीरे समाज बदल जो आ ना पूर्व जो परंपरा चली आसला आमे ताकू तापुडेलु सालिस कलु ये जो सालिस आ मालिस हला ये दीटार जदि दूर रहबा त काम हो आमे तो पुराना परंपरा को सहित टिके सालिस कर देछु पुणी एने मां काट टिके सालिस मां तमे टिके आस मां काट टिके मालिश कर दो एमिति हबो नहीं हला अंधकार आलोक दीटा कोन एका संग रहि परिबो अंधकार आलोक दीटा के एका संग रहि परिबो कोटा चाहूछु जदि हम हृदय भितर भगवान प्रतिष्ठा करिया चाहूछु तार मंदिर टा शुद्धिकरण करिया दरकार कौन से शुद्धिकरण अर्थ है केवल दिव्य प्रभाव को ग्रहण करवा आउ किसी को नुहे यहाँ परिपूर्ण शुद्धता मो भितर केवल मां का प्रभाव कार्यकारी हम या व्यतीत मो अलग कौन प्रभाव को मो भितर कार्यकारी करने को देवी ना मुझे आमंत्रण करी ना प्रति खोली धरबी ना दृढ़ संकल्प सहित मुझे द्वार बंद कर सबू द्वार बंद रहा केवल भगवान द्वारा खोला रहा भगवान प्रति केवल एकांत जो कह एकांतिक भाव आम आंतरिकतार भाव को प्रकाश कर तार कारण कौन माँ कहले द ग्रेटेस्ट एनिमीज ऑफ ए परफेक्ट सिंसियरिटी आर प्रिफरेंसेस एंड प्रीकंसीव्ड आइडियाज द ग्रेटेस्ट एनिमीज ऑफ ए परफेक्ट सिंसियरिटी परिपूर्ण आंतरिकतार जो मान महान शत्रु द ग्रेटेस्ट एनिमीज ऑफ ए परफेक्ट सिंसियरिटी कौन कौन आर प्रिफरेंसेस कहतु आम भीतर प्रिफरेंस अच्छी ना ना रुचि अभिरुचि अच्छी ना ना रुचि रुचि अभिरुचि कहीं रोचे ना गहना तक छाड़ दे जो प्रकार गहना किणुच किण मु पैसा दक रेडी शाढ़ी दुकान संबलपुरी शाढ़ी दुकान छाड़ दिगला बाछ पाट जो प्रकार बाछ बाछ गला 2 घंटा 3 घंटा तो गला बाछु तो दोकानी तार बिगड़ी नेबे ना ना 2-3 घंटा धरिक घाटू कौन एटा देखा सेटा देखा सेटा देखा सी तार बिगिड़ी के उछ नौ तापर आम देखी चलते कहीं गोटे चॉइस कर रुचि रोची तेना आम भर रुचि कहीं आसला विभिन्न प्रकार पसंद सब रही कामना बासना सब रही तेणु कामना बासना रुचि अभिरुचि आम भीतर आंतरिकता सृष्टि हो पार ना द्वितीय असुविधा कौन मो द्वारा कौन ये कम हम पंडिचेरी अच्छा बोले से करदे ना घरे थी घर झमेला भितर थी कौन साधना करूँ छुआर झमेला बाप मार झमेला स्त्री झमेला भाईर झमेला भाउजर झमेला बड़ बापार झमेला बापा मार झमेला जेजेबापार झमेला आमर तो सब झमेला बिलवाड़ी झमेला कोर्ट कचेरी झमेला पाठपढ़ा झमेला बाघर झमेला देहपा खराब झमेला संसार माया भितर पशु माने केते प्रकार झमेला को मुंडेजु ये कौन ये साधना अज्ञातिकता तैयारी करी हबो
ଏଇ ବାହାନାରେ ଆମେ ଆନ୍ତରିକ ହଉ। ସଂସାର ଭିତରେ ରହିଲେ, ମାୟା ଭିତରେ ରହିଲେ ଆମେ ଆନ୍ତରିକ ହେଇପାରିବୁ ନାହିଁ। କୋଉଠି କୁହାଯାଇଛି? ଗ୍ରାହସ୍ଥାଶ୍ରମ ବୋଲି ଯାହାକୁ କୁହାଯାଏ, ଏଇଟା ହଉଛି ସବୁଠୁ ବଡ ସାଧନା। ଗୃହ ଭିତରେ ଥାଇ ସମସ୍ତ ବୋଝ ମୁଣ୍ଡେଇ ଆମେ ଯଦି ସାଧନା କରିପାରୁଛେ, ତାହେଲେ ଆମେ ଜାଣିବା ଆମର ସାଧନା ଦୃଢ ଅଛି। ଆଉ ଯେ ବୋଝ ମୁଣ୍ଡେଇ ଚାଲିଛି ସେ ହାଲକା ହାଲକାରେ ପଳେଇଲା, ତାର କଣ ଅସୁବିଧା ଅଛି? ଯେ ବୋଝଟା ମୁଣ୍ଡେଇ ଗଲା ସେ ବଳିବ ନା ଆଉ। ତେଣୁ ସଂସାର ବୋଝକୁ ମୁଣ୍ଡେଇ ସଂସାରକୁ ପରିବର୍ତ୍ତନ କରିବା ପାଇଁ ଏ ସଂସାରକୁ ଛାଡିବିନି ଯେ ପର୍ଯ୍ୟନ୍ତ ମୁଁ ରୂପାନ୍ତର ନ ହେଇଛି। ସଂକଳ୍ପ କରିପାରିବା? ମୁଁ ଏ ସଂସାର ଛାଡିବିନି, ଅର୍ଥାତ ମୃତ୍ୟୁ ଲଭିବି ନାହିଁ ଯେ ପର୍ଯ୍ୟନ୍ତ ମୋ ରୂପାନ୍ତର ନ ହେଇଛି। ଯେ ପର୍ଯ୍ୟନ୍ତ ମୁଁ ଦିବ୍ୟ ଜନ ଲାଭ କରିନାହିଁ, ମୁଁ ମୃତ୍ୟୁକୁ ଆଦରି ନେଇ ପାରିବିନି। ସଂକଳ୍ପ ହେଇପାରିବ? ଆଉ କହୁଛି ନା ଏଟା ଦିନ ହୁଏ, ମର୍ତ୍ତ୍ୟ ମଣ୍ଡଳ ଦେହ ବହି ଦେବତା ହେଲେ ହିଁ ମରଇ। ଆମେ ସବୁ ଏଇ କଥା କହିଦଉଛୁ। କେତେ ପ୍ରକାର ଲଜିକ ଆମ ପାଖରେ। ମର୍ତ୍ତ୍ୟ ମଣ୍ଡଳ ଦେହ ବହି ଦେବତା ହେଲେ ହିଁ ମରଇ। କଣ ଭାଇ କହୁଛନ୍ତି? ମର୍ତ୍ତ୍ୟ ଭିତରକୁ ଦେବତା ଆଦି ଆସିବ, ସିଏ ପା ଦିନ ଦେହ ତ୍ୟାଗ କରିବ। ଆଉ ଆମେ କୋଉଠି ଛାଡିବୁ? ଆମେ କଣ ବାଦ ପଡିବୁ? ଆମେ ବାଦ ପଡିବୁ, ଆମେ ଦିନେ ମରିବୁ। ମରିବାଟା ବିଷୟରେ ଆମେ ଯେତେ ଚିନ୍ତା କରୁଛୁ, ତାକୁ ଯେତେ ଭଜୁଛୁ ଜପୁଛୁ, ଅମରତ୍ୱ କଥା କେତେ ଚିନ୍ତା କରୁଛୁ? ଅମରତ୍ୱ ପାଇଁ କେତେ କାମ କରୁଛୁ? କେବେ ସମୀକ୍ଷା କରୁଛୁ? ତାପରେ କହୁଛୁ ଆମେ ମା ପ୍ରତି ଓପନିଂ ହେଇପାରୁନୁ। ଆମେ ଅମରତ୍ୱକୁ ଦୃଢ କରି ଧରିବା। ମୁଁ ଅମରତ୍ୱ ଚାହେଁ, ମୁଁ ପୃଥିବୀରେ ରୂପାନ୍ତର ହବାକୁ ଚାହେଁ, ଦିବ୍ୟ ମଣିଷ ହବାକୁ ଚାହେଁ, ଦିବ୍ୟ ଶରୀର ଲାଭିବାକୁ ଚାହେଁ ଏବଂ ଦିବ୍ୟ ଜୀବନ ଲଭିବାକୁ ଚାହେଁ। ତେଣୁ ଭଗବାନଙ୍କୁ ଖୋଜିବା ପାଇଁ ବା ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ମତେ ସଂସାର ଛାଡିବାକୁ ପଡିବ। ଏ ସଂସାରକୁ ଭଗବାନଙ୍କୁ ଆଣିକି ପ୍ରକାଶ କରିବି। ସ୍ୱର୍ଗ ମୋର ଏଇଠି ପ୍ରତିଷ୍ଠା ହବ। ମୁଁ ସ୍ୱର୍ଗ ସୁଖ ପାଇବା ପାଇଁ ଏ ସଂସାରକୁ ଗୁଡ ବାଇ କରିବି ନାହିଁ। ଭାବ ଅଛି? ହଁ ମୋର ତ ଦିନେ ଟାଇମ ହବ, ଦିନେ ଗୁଡ ବାଇ କରିବାକୁ ପଡିବ। ଏଇ ଭାବନା ଆମେ ରଖିଛୁ। ମୋର ଦିନେ ଟାଇମ ଆସେ, ମୁଁ ସଂସାରକୁ ଗୁଡ ବାଇ କରିବି। ସଂସାର ଯେପର୍ଯ୍ୟନ୍ତ ଦିବ୍ୟ ନ ହେଇଛି ମୁଁ ସଂସାର ଛାଡିବିନି। ସଂକଳ୍ପ ଆମେ ରଖିବା। ଏଇ ସଂକଳ୍ପ ରଖୁ ରଖୁ ଭିତରେ ଭାବ ତିଆରି ହବ, ଆସ୍ପୃହା ଦୃଢ ହେଇଯିବ। ତାପରେ ଅତି ମାନସ ସଂସାରକୁ ଦିବ୍ୟ କରିଦବ। ତାପରେ ସାପ କାତି ଛାଡ଼ିଲା ଭଳିଆ ଆମର ଉପର ଚୋପା କରି ଛାଡି ପଡିବ, ଭିତରେ ଆମେ ଦିବ୍ୟ ହେଇକି ବାହାରିଥିବା। ଆମ ପରା ଏଇ ସଂକଳ୍ପ ନାହିଁ। ସଂକଳ୍ପରେ ଦୃଢତା ନାହିଁ ବୋଲି ବିଭିନ୍ନ ପ୍ରକାର ପ୍ଲି ଆମେ ନେଉଛୁ। ହେଲା, ଦେଇ କହୁଛୁ କଣ ନା ମୋ ଦ୍ୱାରା ଏଟା ହବ। ମୋ ଘର ସଂସାର ଭିତରେ ଅଛି। ସିଏ ତାଙ୍କର ବ୍ରହ୍ମଚାରୀ ହେଇଛନ୍ତି, ହିମାଳୟ ଯାଇ ରହିଛନ୍ତି, ଗେରୁଆ ପିନ୍ଧଛନ୍ତି, ଦାଢି ଜଡା ଛାଡିଛନ୍ତି। ନା ମାୟା, ନା ସ୍ତ୍ରୀ ଛୁଆ ପିଲା ମାୟା, ନା ବାପା ମା ମାୟା, ନା ଟଙ୍କା ପଇସା ମାୟା, ପାଠ ପଢା ମାୟା, ନା କିଛି ମାୟା। ତାଙ୍କର ତ କିଛି ମାୟା ନାହିଁ। ଆମର ତ ସବୁ ମାୟାରେ ଆମେ ଭରପୁର। ଆମ ଦ୍ୱାରା କୋଉଠି ରୂପାନ୍ତର ହବ? ଆମେ ମାୟାକୁ ଦୃଷ୍ଟି ଦେଲୁ ନା ରୂପାନ୍ତର ଦୃଷ୍ଟି ଦେଲୁ? ମୋ ଭିତରେ କି ମାୟା ସବୁ କାମ କରୁଛି, ମୁଁ ତାକୁ ବେଶୀ ଏକାଗ୍ର ହେଲି ନା ରୂପାନ୍ତର କଥା ବେଶୀ, ଅମରତ୍ୱ କଥା ବେଶୀ ଚିନ୍ତା କରିକି ଏକାଗ୍ର ହେଲି? କଣ କଲି? ଆମେ କରୁନୁ, ବାହାନା କରୁଛୁ। ତେଣୁ ଆମ ଭିତରେ ସେ ସାହସ ନାହିଁ। ପରମ୍ପରାଗତ କାର୍ଯ୍ୟଧାରାକୁ ରିପିଟ କରୁଛୁ। ଆମେ ଶ୍ରୀ ଅରବିନ୍ଦଙ୍କ ଯୋଗଧାରା ଗତି ଗ୍ରହଣ କରୁଛୁ। ଗୋଟେ କଥା ଆମକୁ ସ୍ପଷ୍ଟ କରିଦିଆଯାଉଛି, we are not here to do what the others do. We are here to do what the others cannot do because they do not have idea that it can be done. କଥାଟା ଆଉଥରେ କହିଲି, ଏଟା ମାଙ୍କ ବାଣୀଟା, ମୁଁ ମନରୁ କହୁନି। ମା କହିଲେ we are not here to do what the others do. ଅନ୍ୟମାନେ ଯାହା କରୁଛନ୍ତି ଆମେ ସେଇ କାମ କରିବା ପାଇଁ ଏଠାରେ ନାହୁଁ। ଆମେ ତାହେଲେ କଣ ଅଛୁ? We are here to do what the others cannot do. ଆମେ ଏଠି ଅଛୁ, ଅନ୍ୟମାନେ ଯାହା କରିପାରୁ ନାହାନ୍ତି ଆମେ ସେଇ କାମଟା କରିବୁ। Because they do not have idea that it can be done. ସେମାନଙ୍କର ଧାରଣା ନାହିଁ ଯେ ଏମିତି ଗୋଟେ କିଛି କରାଯାଇପାରେ ବୋଲି। ତାହେଲେ ଆମେ ସମାଜରେ ନୂଆ କାମ କରିବୁ ନା ସେ ଅତୀତର କଥା ଯାହା ଚାଲିଛି ତାକୁ ରିପିଟ କରିବୁ? ତେଣୁ ଓପନିଂ ମାନେ କଣ? ଏଠି ଦିବ୍ୟ ପ୍ରଭାବକୁ ସମଗ୍ର ସତ୍ତାରେ ଅବତରଣା କରି କ୍ରିୟାଶୀଳ କରିବୁ। ମୋର ମନକୁ ଅଧିକାର କରିବ, ମନରେ ଦିବ୍ୟ ଜ୍ଞାନ ପ୍ରକାଶ ପାଇବ। ମୋ ପ୍ରାଣ ଭିତରକୁ ଅନୁପ୍ରବେଶ କରିବ, ତା ଭିତରେ ପ୍ରାଣ ଭିତରେ ଦିବ୍ୟ ଶକ୍ତି କ୍ରିୟାଶୀଳ ହବ। ମୋ ଶରୀରରେ ଅନୁପ୍ରବେଶ କରିବ, ଶରୀରରେ ଦିବ୍ୟ ସୌନ୍ଦର୍ଯ୍ୟକୁ ପ୍ରକାଶ କରିବ, ହୃଦୟରେ ଦିବ୍ୟ ପ୍ରେମ ପ୍ରକାଶ ପାଇବ। ଏଇ ଯୋଉ ଦିବ୍ୟ ପ୍ରେମ, ଦିବ୍ୟ ଜ୍ଞାନ, ଦିବ୍ୟ ଶକ୍ତି, ଦିବ୍ୟ ସୌନ୍ଦର୍ଯ୍ୟ, ଏ ଚାରିଗୋଟି କଥା ହେଲା ପରମ ସତ୍ୟର ବିଭବ। ଆମେ ସତ୍ୟରେ ସତ୍ୟର ସେବା କରିବାକୁ ଚାହୁଁଛୁ ନା ଟିକେ ଛଳନା କରୁଛୁ? ଯଦି ଆମେ ସତ୍ୟରେ
भगवान सेवा करने चाहूँ सत्यनिष्ठ भाव में सेवा करने चाहूँ सत्यर सेवा करने चाहूँ गोटे काम हमको करने पड़ो ओपन ओनली टुवर्ड्स द डिवाइन केवल भगवान प्रति निजको खोली धरिबा अर्थात केवल मोर भगवान को चाहिए दरकार इफ यू अर्नेस्टली से टू द डिवाइन आई वांट ओनली दी द डिवाइन विल अरेंज योर सर्कमस्टेंसेस इन सच ए वे दैट यू आर कंपेल्ड टू बी सिंसियर मां कहले इफ यू अर्नेस्टली से टू द डिवाइन जदि तुम ऐकांतिक भाव में भगवान को कह आई वांट ओनली दी मु केवल तुमको चाहे नथिंग एल्स आई वांट ओनली दी मु केवल तुमको चाहे ताल द डिवाइन विल अरेंज योर सर्कमस्टेंसेस इन सच ए वे भगवान तुम परिस्थिति गुड़ा एमती सजाड़ देवे जे यू आर कंपेल्ड टू बी सिंसियर तुम आंतरिक हवा पाई बाध्य हो तापर कहूँ आम आंतरिक हो पार ताने आम एकांत भगवान को इच्छा कर आम मिक्स कर भगवान ही था तापर एणे अन्य किसी भी कामना वासना चरितार्थ भी है भगवान को चाहिए आम जहाँ आवश्यक से देवे अवश्य पूर्ण बोली मां प्रतिश्रुति देले जदि तुम भगवान जीवन बंचो तुम प्रकृति में जहाँ आवश्यक ताहा तुमको अवश्य मिल माँ प्रतिश्रुति देले ऊपर कथा कहते आम भगवान जीवन बंची पारे कार्य करि पारले आम प्रकृत में जहाँ आवश्यक ताहा आमको अवश्य मिल माँ प्रतिश्रुति देले को कथा कही था आम बाहाना कलु मो नेचर रे केते केते डिफेक्ट अछि एते प्रकार डिफेक्ट नहीं मु केवे सिंसियर हो परिबेनी हां डिफेक्ट मु चिंता करली मो सिंसियरिटी केते मात्रा बढ़ियो ताको चिंता करली मु डिफेक्ट बेसी भाबिली मो भीतर भूल गुडा कोन ताको बेसी देखली भूल गुडा को बेसी झपिली भूल गुडा को भाळीली आ भूलटा बढ़ियो ना कमियो मु जा को जपुची जा को भाळी होउची से चिंता कोन कर आ जा रे मु एकुटिया भाबुदिली मोर गोटे भल कंपनी मिल गलानी से मते समर्थन करूची तेना भूल के सुधरबन एटा मन रखिता भूल बर एनर्जी पाइब खत सार पाइले जमी बालुंगा गच बढ़े ठीक से भाया भूल गुड़ाक विषय बेसी भाड़ी हेले भूलटा बेसी घटो कौन भावुचु आम आम जीवन में कौन भावुचु भूल गुड़ाक बेसी भावुचु भूलटा तो होगला गला कौन जानली एटा भूल है रिपीट हम सरला संकल्प नहीं केमी करी ना जे दृढ़ संकल्प नहीं मुझे भूलटा पुनरावृत्ति करी से क्षमणीय होगा भगवान पाखे एटा तो भूल मांगे डेकोरम किसी आवश्यक नहीं आम एक कथा चिंता कर पारन माँ आमको ये प्रतिश्रुति देले जब तुम तो डिफेक्ट को नहीं बारी चिंतित हो व्यस्त होर किसी कारण नहीं बी सिंसियर आई एम रेडी टू करेक्ट योर मिस्टेक्स 1000 टाइम इफ नेसेसरी बी सिंसियर तुम खाली निष्ठा पर रही जाओ आई एम रेडी टू करेक्ट योर मिस्टेक्स 1000 टाइम इफ नेसेसरी जदि आवश्यक हुए तमर भूल को 1000 बार संशोधन कर दे आमे कहू मो भीतर एते डिफेक्ट अछि मु सिंसियर हो पारुनी तेल मो भीतर शुद्धिकरण केमती हम आम से बेसी भाविलु डिफेक्ट विषय बेसी चिंतित रिसर्च कर पूरा पीएचडी है पूरा पीएचडी कर तेणु भूल विषय पीएचडी कर भल विषय कौ दिन कौन कर आसतु भूल विषय चिंता न करी माँ को विषय बेसी चिंता करिया भगवान प्रति खोल गोटे व्रत आम पालन करिया थिंक ओनली ऑफ द डिवाइन डू ओनली फॉर द डिवाइन एंड लिव ओनली फॉर द डिवाइन केवल भगवान चिंता करवा केवल भगवान नित कर्म करवा केवल भगवान नित जीवन धारण करिया वंदे मातरम।